ମାନସ ପାତ୍ର घर ଦର୍ଜନ। अच्छा कौन घर ଛୁଆ ସ୍କୁଲ ଯାଇଥିଲା, ସ୍କୁଲରୁ किए जाइतिला ଝିଅ ଯାଇଥିଲା आपन को जियो हाँ। को क्लास पढुची ପଞ୍ଚମ। अच्छा कोंतु ତାପରେ ସେଥିପାଇଁ ସେଠୁ ଯାଇଥିଲେ, ସେତେବେଳେ ଖୋଜିଲେ, ଦେଖିଲା ବେଳକୁ ନାହିଁ ସେ ଝିଅ। ଗୋଟେ ବେଳୁ ଆସିଲେ किए खोजला आपन जाई खोजले अच्छा ସାର୍ ଆସିକି ଆମକୁ ଜଣେଇବାରୁ ଆମେ ଯାଇ ଖୋଜିଲୁ। ହେଲେ ସେ ଝିଅକୁ ପଚାରିଲା, ସେ କହିକି ଭାଇ କହି ମିଛ କହିକି ସେ ନେଇ ଯାଇଥିଲା। ସାର୍ ଆସିଛନ୍ତି। ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡର୍ଜନି ଗ୍ରାମରେ ଥିବା ସ୍କୁଲ ପ୍ରାଥମିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣାରେ କେମିତି କ'ଣ ହେଇଥିଲା ଘଟଣା ଆମେ ଆପଣଙ୍କୁ ଆଜି ଦେଖାଇବାକୁ ଚାହୁଁଛୁ। ସେ ଘଟଣାରେ ଛାତ୍ରୀ ଜଣକୁ କେମିତି ମିଛ କଥା କହି ସେ ସ୍କୁଲରୁ ନେଇଯାଇଥିଲେ ଏବଂ ନେଇଯିବା ଭିତରେ ତାଙ୍କୁ ବାଟରୁ ଧରାଯାଇଥିଲା ଏବଂ ସିଏ ଘଟଣାର ସବୁ କ'ଣ ହେଇଛି ବୋଲି ସବୁ ଲୋକମାନେ ଜାଣିବା ପରେ ସେ ବ୍ୟକ୍ତିକୁ ଧରିଥିଲେ ଏବଂ ଧରିବା ପରେ ତାପରେ ସ୍କୁଲର ପ୍ରଧାନ ଶିକ୍ଷକ ସେଠି ପହଞ୍ଚିଥିଲେ ଏବଂ ସବୁ ବିଷୟରେ ଜାଣିଥିଲେ, ସେଠି ଛାତ୍ରୀକୁ ଉଦ୍ଧାର କରିଥିଲେ ଏବଂ ସେଠୁ ସେ ଆସି ରିପୋର୍ଟ ବିଓଙ୍କୁ କରିଥିଲେ ଏବଂ ଯେଉଁ ସ୍କୁଲର ଯେଉଁ ପରିସର ଅଛି ସେ ପରିସର ଭିତରେ ଯଦି ଆମେ ଦେଖିବା ଭଲ ଭାବରେ ସ୍କୁଲର ବାଉଣ୍ଡରୀ ସଠିକ୍ ଭାବରେ ନାହିଁ, ଅଧା ବାଉଣ୍ଡରୀ ଅଛି, ଅଧା ବାଉଣ୍ଡରୀ ନାହିଁ, ଯେଉଁଥିରେ କି ପିଲାମାନେ ଖେଳୁଥିବେ କି ଖାଉଥିବେ କି କେତେବେଳେ ପାଠ ପଢ଼ାରୁ କେତେବେଳେ ସେ ବାହାରକୁ ଆସିଲେ ପରିସ୍ରା ହେଉ କିମ୍ବା ଝାଡ଼ା ଇଏରେ ବେଳେ ବେଳେ ବି ସେଠୁ ବାହାରିକି ଚାଲି ଆସୁଛନ୍ତି। ଇଏ ଗୋଟେ ସମସ୍ୟାର କଥା, ଯେଉଁଥିରେ କି ବିଓ ଆମର ଭୁବନ ବ୍ଲକର ବିଓ ଏଥିପ୍ରତି କଡ଼ା ଦୃଷ୍ଟି ଦେବା ଦରକାର। କାହିଁକିନା ପିଲା କେତେ ସୁରକ୍ଷିତ ଏବଂ ଏଇ ସୁରକ୍ଷିତକୁ ନେଇକି ବେଳେବେଳେ ଛିଟା ପଡ଼ିଯାଏ ପ୍ରଧାନ ଶିକ୍ଷକଙ୍କ ଉପରେ। ତେଣୁକରି ସେଇ ସବୁ କଥା ଆଜି ଆମେ ଯେଉଁ ଘଟଣା ଆମେ କହୁଛୁ ସେଇଭଳିଆ ଘଟଣା ସେମିତି ଏଇ ପ୍ରାଥମିକ ସ୍କୁଲରେ ପରିସର ଭିତରେ ଘଟିଯାଇଛି। ତେଣୁକରି ଆଗାମୀ ଦିନରେ କିପରି ଆକୁ ସୁଧାରିବା ଏବଂ ଗୋଟେ ଭଲ ପରିବେଶ ଆଣିବା ସ୍କୁଲରେ, ସେଇଟା ହେଉଛି ବିଓଙ୍କର ବଡ଼ ଦାୟିତ୍ୱ। ତେଣୁକରି ଏଇ ଯେଉଁ ଘଟଣା ଉପରେ ଆମେ ଦେଖେଇବୁ କି ଏପରି ଘଟଣା କେମିତି ସ୍କୁଲ ପରିସରରେ ବା ଶିକ୍ଷାନୁଷ୍ଠାନରେ ନ ଘଟୁ, ସେଥିପ୍ରତି ଆମର ଜିଲ୍ଲା ପ୍ରଶାସନ ଡିଓ ପୁରା କଡ଼ା ଦୃଷ୍ଟି ଦେବା ଆବଶ୍ୟକ। ଭୁବନରୁ ଗୌତମ ପାତ୍ର, ସ୍ୱର୍ଣ୍ଣ ନ୍ୟୁଜ୍।